ଆପଣ ଡିଫେନ୍ସ ଲାଇନରେ ଜବ୍ କରିବା ପାଇଁ ଚାହୁଁଛନ୍ତି କି? ଯଦି ଚାହୁଁଛନ୍ତି ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆସିଲା। ଭିଡ଼ିଓକୁ ଦେଖନ୍ତୁ, ଫୁଲ୍ ଡିଟେଲ୍ସ ଜାଣିପାରିବେ। ନୋଟିଫିକେସନଟି ଆସିଛି ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ ନ୍ୟୁ ଦିଲ୍ଲୀ ଏବଂ ଆଡଭର୍ଟାଇଜମେଣ୍ଟଟି ଆଉ ଆପ୍ଲାଇଟିର ୱେବସାଇଟଟି ହେଉଛି www.rect.crpf.gov.in। 8 ଏପ୍ରିଲ 2026ରେ ନୋଟିସଟି ରିଲିଜ ହେଇଛି। କନଷ୍ଟେବଲ ପୋଷ୍ଟର ରିକ୍ରୁଟମେଣ୍ଟଟି ଆସିଛି। ମେଲ୍ ଆଉ ଫିମେଲ ଉଭୟ ଆପ୍ଲାଏ କରିପାରିବେ। ସାଲାରୀ ସ୍କେଲଟି ରହୁଛି ଲେବୁଲ 3 21,700ରୁ 69,100 ଟଙ୍କା। ଭ୍ୟାକେନ୍ସିଟି ଦେଖିପାରୁଥିବେ 9,175ଟି ପୋଷ୍ଟ ଆସିଅଛି। ସେଥିମଧ୍ୟରୁ ମେଲ୍ କ୍ୟାଣ୍ଡିଡେଟ୍ ପାଇଁ 9,096 ଜଣ ଆଉ ଫିମେଲ କ୍ୟାଣ୍ଡିଡେଟ୍ ପାଇଁ 79 ଜଣ। ଅଲ୍ ଇଣ୍ଡିଆ କ୍ୟାଣ୍ଡିଡେଟ୍ ଆପ୍ଲାଏ କରିପାରିବେ। ଆମ ଓଡ଼ିଶାର 286ଟି ପୋଷ୍ଟ ଆସିଅଛି। କୋଉ ପୋଷ୍ଟ ଗୁଡ଼ିକର ଭ୍ୟାକେନ୍ସି ଅଛି ଦେଖିପାରିବେ। ମୋଟର ମେସିନ ଭେହିକିଲ୍, କୋବଲର, କାର୍ପେଣ୍ଟର, ଟେଲର, ବ୍ରଶବେଣ୍ଡ, ପାଇପବେଣ୍ଡ, ଗାର୍ଡେନର, ବୁଗଲର, ପିଣ୍ଟର, କୁକ୍, ବାର୍બર, ପାସରମ୍ୟାନ ଏଣ୍ଡ ଓମେନ, ୱାଟର କ୍ୟାରିୟର, ସାଫାଇ କର୍ମଚାରୀ, ମାସନ, ପ୍ଲମ୍ବର, ଇଲେକ୍ଟ୍ରିସିଆନ। ଦେଖିବାକୁ ଗଲେ ଟେକ୍ନିସିଆନ ପୋଷ୍ଟ ଗୁଡ଼ିକ ଅଧିକ ଅଛି। 18 ବର୍ଷରୁ 23 ବର୍ଷ ମଧ୍ୟରେ ଯୋଉ କ୍ୟାଣ୍ଡିଡେଟ୍ ମାନେ ଅଛନ୍ତି ସେଇମାନେ ଆପ୍ଲାଏ କରିପାରିବେ। ତାପରେ SC/ST ରେ 5 ବର୍ଷ ରିଲାକ୍ସେସନ ପାଇବେ। OBC ରେ 3 ବର୍ଷ ରିଲାକ୍ସେସନ ପାଇବେ। ଆପ୍ଲାଏ ଫିଟି ଆପଣଙ୍କର ରହୁଛି 100 ଟଙ୍କା। ଆପଣ ଯେତେଟା ପୋଷ୍ଟ ଚାହୁଁଛନ୍ତି ସେତେଟା ପୋଷ୍ଟ ପାଇଁ ଆପ୍ଲାଏ କରିପାରିବେ। ପାର ପୋଷ୍ଟରେ ଆପଣଙ୍କର 100 ଟଙ୍କା ଏଡ୍ ହବ। ପେମେଣ୍ଟଟି ଆପଣ UPI, ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ ମାଧ୍ୟମରେ କରିପାରିବେ। ଓଡ଼ିଶା କ୍ୟାଣ୍ଡିଡେଟ୍ ମାନଙ୍କର ଫିଜିକାଲଟି ଗ୍ରୁପ ସେଣ୍ଟର CRPF ଭୁବନେଶ୍ୱରରେ ହେବ। ଆପଣଙ୍କର CBT ଏକ୍ଜାମଟି 100 ମାର୍କର ହେବ। 100ଟି କ୍ୱେଶ୍ଚନ। ଜେନେରାଲ ଇଣ୍ଟେଲିଜେନ୍ସ ଆଣ୍ଡ ରିଜନିଂ 25 ମାର୍କ, ଜେନେରାଲ ନଲେଜ ଆଣ୍ଡ ଜେନେରାଲ ଆୱାରନେସ୍ 25 ମାର୍କ, ଏଲିମେଣ୍ଟାରୀ ମ୍ୟାଥମେଟିକ୍ସ 25 ମାର୍କ, ଇଂଲିଶ କିମ୍ବା ହିନ୍ଦୀ ଯିଏ ଯାହା ରଖିଥିବ ସେଟା 25 ମାର୍କର। ଟୋଟାଲ ଟାଇମ୍ ଆପଣଙ୍କୁ ମିଳିବ 2 ଘଣ୍ଟା। ହିନ୍ଦୀ କିମ୍ବା ଇଂଲିଶରେ ଆପଣ ଏକ୍ଜାମ ଦେଇପାରିବେ। ନେଗେଟିଭ ମାର୍କଟି ରହିବ 0.25। 4ଟା ଭୁଲ କଲେ 1 ମାର୍କ କଟିବ। ଫିଜିକାଲଟି ଟେକ୍ନିକାଲ ଆଉ ଟ୍ରେଡ୍ସମ୍ୟାନ ମାନଙ୍କର ରହିବ 5 କିଲୋମିଟର 24 ମିନିଟ୍ ଟାଇମ୍ ମିଳିବ। ଆଉ ଫିମେଲ କ୍ୟାଣ୍ଡିଡେଟ୍ ମାନଙ୍କର 1.6 କିଲୋମିଟର 8.30 ମିନିଟ୍ ମିଳିବ। ଆଉ ୱାସରମ୍ୟାନ, ସାଫାଇ କର୍ମଚାରୀ, ୱାଟର କ୍ୟାରି, କୁକ୍, ବାର୍ବାର ଏହି କ୍ୟାଣ୍ଡିଡେଟ୍ ମାନଙ୍କର 1.6 କିଲୋମିଟର 10 ମିନିଟ୍ରେ ହେବ। ଆଉ ଫିମେଲ କ୍ୟାଣ୍ଡିଡେଟ୍ ମାନଙ୍କ ପାଇଁ 1.6 କିଲୋମିଟର 12 ମିନିଟ୍ରେ କମ୍ପ୍ଲିଟ୍ କରିବା ପାଇଁ ପଡ଼ିବ କ୍ୱାଲିଫାଏ କରିବା ପାଇଁ। ପାୟୋନିୟର ୱିଙ୍ଗ କ୍ୟାଣ୍ଡିଡେଟ୍ ମାନଙ୍କ ପାଇଁ 1.6 କିଲୋମିଟର 9 ମିନିଟ୍ରେ କମ୍ପ୍ଲିଟ୍ କରିବାର ଅଛି। ଏଇଟା କେବଳ ମେଲ୍ ମାନେ ଆପ୍ଲାଏ କରିପାରିବେ। ମିନିମମ୍ ହାଇଟ୍ ମେଲ୍ କ୍ୟାଣ୍ଡିଡେଟ୍ ପାଇଁ 170 cm ଆଉ ଫିମେଲ କ୍ୟାଣ୍ଡିଡେଟ୍ ପାଇଁ 157 cm। କ୍ୱାଲିଫାଏ କରିବା ପାଇଁ ଆପଣଙ୍କର ମିନିମମ୍ ଏତିକି ହାଇଟ୍ ରହିବା ଆବଶ୍ୟକ। ଆଉ ଚେଷ୍ଟଟି ଆପଣଙ୍କର 80 cm ହେବା ଆବଶ୍ୟକ। ତା ସହିତ 5 cm ଏକ୍ସଟେଣ୍ଡ କରିପାରୁଥିବା ଆବଶ୍ୟକ। ଆଉ ଏଠାରେ ଆପଣଙ୍କର ଫାଷ୍ଟ ଫିଜିକାଲ ହେବ, ତାପରେ ଏକ୍ଜାମ ହେବ। ଫିଜିକାଲରେ UR କ୍ୟାଣ୍ଡିଡେଟ୍ ମାନେ 30% ମାର୍କ ରଖିପାରିଲେ ଯାହିଁ CVT ପାଇଁ ତାଙ୍କର ରୋଲ ନମ୍ବରଟି ଆସିବ। EWS OBC ପାଇଁ 25%, ଅଦର କାଟାଗୋରୀ ପାଇଁ 20%। ଏଜୁକେଶନାଲ କ୍ୱାଲିଫିକେସନ ଡ୍ରାଇଭର ପାଇଁ ମିନିମମ୍ 10 ପାସ୍ କରିବା ଆବଶ୍ୟକ। ତା ସହିତ ହେଭି ଡ୍ରାଇଭିଂ ଲାଇସେନ୍ସ ଆବଶ୍ୟକ। ମେସିନ ମୋଟର ଭେହିକିଲ୍ ପାଇଁ ଏଜୁକେଶନାଲ କ୍ୱାଲିଫିକେସନ 10 ସହିତ +2 ତା ସହିତ ITI କିମ୍ବା ଡିପ୍ଲୋମା କରିଥିବା ଆବଶ୍ୟକ ମେସିନ ମୋଟର ଭେହିକିଲ୍ ଟ୍ରେଡରେ। ଆଉ ଟ୍ରେଡ୍ସମ୍ୟାନ ମାନଙ୍କର କ୍ୱାଲିଫିକେସନଟି ହେଉଛି ମେଟ୍ରିକୁଲେସନ ଏବଂ ଆପଣଙ୍କର ୱାର୍କର କିଛି ସାର୍ଟିଫିକେଟ ଯଦି ଅଛି ଆପଣ ଆପ୍ଲାଏ କରିପାରିବେ। ପାୟୋନିୟର ୱିଙ୍ଗର ଏଜୁକେଶନାଲ କ୍ୱାଲିଫିକେସନଟି ହେଉଛି ମେଟ୍ରିକୁଲେସନ ତା ସହିତ ଇଲେକ୍ଟ୍ରିସିଆନରେ 1 ଇୟର ଏକ୍ସପିରିଏନ୍ସ ଆବଶ୍ୟକ। ଏହା ହିଁ ଥିଲା ଏଜୁକେଶନାଲ କ୍ୱାଲିଫିକେସନ। ଆପଣଙ୍କର ଆପ୍ଲାଏ ଡେଟଟି ଷ୍ଟାର୍ଟ ହେଇଛି 20/4/2026ରେ ଏବଂ ଆପ୍ଲାଏ ଲାଷ୍ଟ ଡେଟଟି ରହୁଛି 19/5/2026ରେ। ଇଣ୍ଟରେଷ୍ଟେଡ କ୍ୟାଣ୍ଡିଡେଟ୍ ମାନେ ଏହି ଟାଇମ୍ ମଧ୍ୟରେ ଆପ୍ଲାଏ କରିଦେବେ। ଆଶା କରୁଛି ଏହି ଭ୍ୟାକେନ୍ସି ଉପରେ ପୁରା ଇନଫର୍ମେସନଟି ମୁଁ ଆପଣଙ୍କୁ ଦେଇପାରିଛି। ୟା ପରେ ବି ଯଦି କିଛି ଡାଉଟ୍ ଅଛି କମେଣ୍ଟ କରିପାରିବେ, ମୁଁ ତାର ରିପ୍ଲାଏ ଦେଇଦେବି। ଆଉ ଭିଡ଼ିଓଟି ଯଦି ଆପଣଙ୍କ ପାଇଁ ଇନଫର୍ମେଟିଭ ହୁଏ ତେବେ ଲାଇକ୍, ସେୟାର ସହିତ ସବସ୍କ୍ରାଇବ କରିବାକୁ ଜମାରୁ ଭୁଲିବେନି।